ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ ତ ଜାଣିଥିବେ ବନ୍ୟା ପରିସ୍ଥିତି ଅଇକା କ'ଣ ଅଛି। ଆଉ ଆପଣମାନେ ସଜାଗ ରୁହନ୍ତୁ। ଘରେ ଧାନ ଚାଉଳ ଭଲ ମନ୍ଦ ଯାହା ଅଛି ସବୁ ଉଚ୍ଚ ସ୍ଥାନମାନଙ୍କୁ ନେଇଯାଆନ୍ତୁ। ଗାଈ ଗୋରୁ ଛେଳି ମେଣ୍ଢା କୁକୁଡ଼ା ବତକ ଇତ୍ୟାଦି ଆପଣମାନେ ଭଲ ଉଚ୍ଚ ଜାଗାକୁ ସବୁ ନେଇଯାଆନ୍ତୁ। ତାପରେ ଏବେ ଯେଉଁ ଘାଇ ସବୁ ହେଉଛି ଆପଣମାନେ ତ ଦେଖୁଥିବେ ଆମର ନ୍ୟୁଜ୍ରେ କ'ଣ କେମିତି ଆସାମ ଗୋଟେ ଦେଶ, ସେ କେମିତି କ'ଣ ହେଲା। ଆମର ଏଇଠି ଓଡ଼ିଶା ଭିତରେ କେତେ ଜାଗା ବି ଘାଇ ହେଇସାରିଲାଣି। ଆଉ ଆପଣମାନେ ଦେଖିକି ଟିକେ ଇଏ ହେଇକି ରହିବେ। ରାତିରେ ପ୍ରାୟ ଟାଇମ୍ ଚେଇଁବାକୁ ପଡ଼ିବ। ନଦୀ କୂଳ ଲୋକମାନେ ଯେତିକି ଅଛନ୍ତି ମୁଁ ତାଙ୍କୁ କହୁଛି, ହାତ ଯୋଡ଼ିକି କହୁଛି, ଆପଣମାନେ ଟିକେ ଚେଇଁବେ, ବନ୍ଧ ଟିକେ ଜଗା। କାହିଁକି ନା ଲୋକ ବହୁତ ପରିଶ୍ରମ କରିଛନ୍ତି। ଆଉ ଫସଲ ଫୁସଲା ଧାନ ରୁଆ ରୁଇ ଟାଇମ୍ ଏଇକା। ଆଉ ଆପଣମାନେ ବହୁତ ସଜାଗ ରହିବେ। ଆଉ ଆପଣମାନେ ତ ଜାଣିଥିବେ ଆମର ଦେବୀ ନଦୀ, ଆମର ଜଗତସିଂହପୁର ଭିଡ଼ିଓ ଯିଏ ଦେଖୁଥିବ ଜଗତସିଂହପୁର, ଆମ ଘର ହେଉଛି ଜଗତସିଂହପୁର ଆଳିପିଙ୍ଗଳ। ଆଉ ଆମର ଦେବୀ ନଦୀ ହେଉଛି ବିପଦପୂର୍ଣ୍ଣ। ନ୍ୟୁଜ୍ରେ ତ ଘନାଘ ନ୍ୟୁଜ୍ କରୁଛି। ଆମେମାନେ ବି ରାତି ସାରା ଲାଇଟ୍ ଲଗେଇକି ନଈବନ୍ଧ ଜଗିବୁ। ଆଜିଠାରୁ ଆମର ହେଇଯାଇଛି, ମାନେ ଗାଁରେ ସମାଧାନ ଫଇସଲା ହେଇଥିଲା। ଗାଁରେ ସବୁ ଲୋକ ସବୁ ବସିକି କଥାବାର୍ତ୍ତା ହେଇଛନ୍ତି ରାତିକି ଆଜି। ଆଉ ଆପଣମାନେ ଯେଉଁମାନେ ନଈକୂଳିଆ ଲୋକ, ଆପଣମାନେ ନିଜ ସୁରକ୍ଷିତ ନିଜେ ରଖନ୍ତୁ। ଆଉ ଧାନ ଚାଉଳ ଘରେ ଯାହା ସବୁ ଅଛି ଉଚ୍ଚ ସ୍ଥାନ ଛାତ ଉପରୁ ଦୋମାଲା ଉପରୁ ନେଇଯାଆନ୍ତୁ। ଯାହାର ଦୋମାଲା ନାହିଁ, ଭଲ ଜାଗା ଆମର ବନ୍ୟା ଆଶ୍ରୟସ୍ଥଳୀ, ଯେଉଁ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ସେଠିକି ନେଇଯାଆନ୍ତୁ। ଆଉ ଆପଣମାନେ ଟିକେ ରାତିରେ ଟିକେ ପତଳା ନିଦରେ ଶୋଇବେ। କାହିଁକି ନା ଏବେ ଯେଉଁ ବନ୍ୟା ପରିସ୍ଥିତି ଚାଲିଛି, ତୁଆକୁ ତୁଆ ଯେଉଁ ବର୍ଷା ହେଉଥିଲା, ବର୍ଷା ପାଣି ଯେଉଁ ଆସୁଛି, ଆଉ ଅଇକା ତ ଯାହା ହେବ କ'ଣ ହେବ କେହି କହିପାରିବେନି ନା। କାହିଁକି ନା ଆଜିର ଜୀବନ କାଲିକି ନାହିଁ। ଅଇକା ଆମେ ଏଇଠି ଅଛେ, କାହାର କେତେବେଳେ କ'ଣ ହେବ କେହି କହିପାରିବେନି। କାହିଁକି ନା ଆପଣମାନେ ଜାଣିକି ଭୁଲ ନ କରିକି ଆପଣମାନେ ସଜାଗ ରୁହନ୍ତୁ। କାହିଁକିନା ବନ୍ୟା ଟାଇମ୍ ଅଇକା। ଆଉ ପାଣି ଜବର ଆମର ଆସିକି ଆମର ଦେବୀ ନଦୀ ପାଖରେ ଆମ ଘର, କେତେଶ୍ୱର ମହାଦେବ ମନ୍ଦିର ପାଖରେ। ଆମର ପୁରା ଏପଟ ସେପଟ, ମାନେ ଏପଟ ପଠା ସେପଟ ପଠା ପାଣି ଉଠିଗଲାଣି। ଆଉ ଆମର ଆସି ବାଲି ଫାଲି ସବୁ ବନ୍ଧ ଉପରେ ପଡ଼ିଗଲେ, ଯେଉଁ ଆମର ବାଲି ପ୍ୟାକିଂ ହେବ ବୋଲି। ଆଉ ଆପଣମାନେ ଯେଉଁ ଅନ୍ଧକୁଳିଆ ଯେଉଁ ପିଲାମାନେ, ଲୋକମାନେ, ଭାଇମାନେ, ଭଉଣୀମାନେ ସମସ୍ତେ ସମସ୍ତଙ୍କୁ ମୁଁ ହାତ ଯୋଡ଼ିକି ଅନୁରୋଧ କରି କହୁଛି, ଆପଣମାନେ ଟିକେ ସଜାଗ ରୁହନ୍ତୁ।